ମୁମ୍ବାଇରେ କାହିଁକି ହେଉଛି ଏତେ ବର୍ଷା? ସାମ୍ନାକୁ ଆସିଲା ବଡ଼ କାରଣ। ଏବେ ପାଣି ଘେରରେ ରହିଛି ମୁମ୍ବାଇ। ଗତ କିଛି ଦିନ ଧରି ନିରନ୍ତର ମୂଷଳଧାରାରେ ବର୍ଷା ସହରର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ କରିଦେଇଛି। ମଙ୍ଗଳବାର ଦିନ ମାତ୍ର 24 ଘଣ୍ଟା ମଧ୍ୟରେ ଅନେକ ଅଞ୍ଚଳରେ 300 ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ ଚଳିତ ବର୍ଷରେ କେବଳ ଅଗଷ୍ଟ ମାସରେ ଗତ 5 ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ପ୍ରଶ୍ନ ହେଉଛି, ମୁମ୍ବାଇରେ ଏତେ ବର୍ଷା କାହିଁକି ହେଉଛି? କାହିଁକି ଏତେ ବର୍ଷା? ଆଇଏମ୍ଡି ବୈଜ୍ଞାନିକମାନେ କହିଛନ୍ତି ଯେ ମୁମ୍ବାଇରେ ଏହି ବର୍ଷା ପ୍ରବଳର କାରଣ ହେଉଛି ଅନେକ ପାଗରେ ପରିବର୍ତ୍ତନ। ସବୁଠାରୁ ବଡ଼ କାରଣ ହେଉଛି ମନସୁନ୍ ଟ୍ରଫ୍, ଯାହା ଏକ ଲମ୍ବା ନିମ୍ନଚାପ କ୍ଷେତ୍ର। ଏହା ପାକିସ୍ତାନରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଏବଂ ମୌସୁମୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଥର ଏହି ଟ୍ରଫ୍ ଦକ୍ଷିଣ ଆଡ଼କୁ ଘୁଞ୍ଚିଯାଇଛି, ଯାହା ଯୋଗୁଁ ପ୍ରବଳ ବର୍ଷା ହେଉଛି। ଏହା ବ୍ୟତୀତ ଉତ୍ତର ପୂର୍ବ ଆରବ ସାଗର ଏବଂ ଗୁଜରାଟ ଉପରେ ଏକ ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସହିତ ଏକ ସିରିଜ୍ ଜୋନ୍ ସକ୍ରିୟ ଅଛି, ଯେଉଁଠାରେ ପବନର ଗତି ଏବଂ ତୀବ୍ର ପରିବର୍ତ୍ତନ ହେତୁ ମେଘ ସୃଷ୍ଟି ହୋଇଛି। ଏହି ସମସ୍ତ ପାଣିପାଗ ପ୍ରଣାଳୀ ମିଶି ମୌସୁମୀ ପବନକୁ ଆହୁରି ତୀବ୍ର କରିଛି, ଯାହା ଆର୍ଦ୍ରତା ଆଣୁଛି ଏବଂ ମୁମ୍ବାଇରେ ମୂଷଳଧାରାରେ ବର୍ଷା କରୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯେପର୍ଯ୍ୟନ୍ତ ଚାପ କ୍ଷେତ୍ର ଦୁର୍ବଳ ନ ହୋଇଛି, ବର୍ଷାର ତୀବ୍ରତା ବଜାୟ ରହିବ।